ଆମର ଦିବ୍ୟାଙ୍ଗ ମାନେ ହଉଛନ୍ତି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ହଉଛନ୍ତି ଆମର ମୂଲ୍ୟବାନ ରିସୋର୍ସେସ୍ ଆଉ ତାଙ୍କ ପାଇଁ ଆମେ ଯଥେଷ୍ଟ ଧ୍ୟାନ ଦେବା ଆବଶ୍ୟକତା ଅଛି। ଏଣୁକରି ତାଙ୍କ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରୀଡ଼ା କାର୍ଯ୍ୟକ୍ରମ କରାହେଇଛି। ବ୍ଲକ ସ୍ତରରୁ ସେମାନେ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆଜି ଆରମ୍ଭ ହେଇଛି। ଆମର ଦିବ୍ୟାଙ୍ଗ ମାନଙ୍କ ଭିତରେ ମଧ୍ୟ ବହୁତ ପ୍ରତିଭା ଲୁଚିକି ରହିଛି। ତେଣୁ ସେ ପ୍ରତିଭାକୁ ଆମେ ଆଗକୁ ଆଣିବାକୁ ହେଲେ ଏଇଭଳିଆ କାର୍ଯ୍ୟକ୍ରମର ଆବଶ୍ୟକତା ଅଛି। ଆମର ଏଜୁକେଶନ ଡିପାର୍ଟମେଣ୍ଟ ତରଫରୁ ଏଇ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ହଉଛି। ଆମେ ସମସ୍ତଙ୍କର କର୍ତ୍ତବ୍ୟ ଦିବ୍ୟାଙ୍ଗ ପ୍ରତି ଆମର ବିଶେଷ କର୍ତ୍ତବ୍ୟ ରହିବା କଥା। ତାଙ୍କୁ କେମିତି ଆମେ ସମସ୍ତଙ୍କ ସହିତ ସାମିଲ କରିପାରିବା ଏବଂ ତାଙ୍କୁ ପ୍ରୋତ୍ସାହିତ କରିପାରିବା, ତାଙ୍କୁ ଆମେ କେମିତି ଆଗକୁ ଯିବା ପାଇଁ ପ୍ରବର୍ତ୍ତାଇ ପାରିବା, ସେ ସମସ୍ତଙ୍କର ପ୍ରଚେଷ୍ଟା ହେବା ଦରକାର ଆବଶ୍ୟକ। ସେଇ ବାର୍ତ୍ତା ମୁଁ ସମସ୍ତଙ୍କୁ ଦଉଛି। ସୌଭାଗ୍ୟର କଥା ଯେ ପିଲାମାନଙ୍କର ପ୍ରକୃତରେ ମାନସିକ ବିକାଶ ପାଇଁ ସବୁବେଳେ ଶିକ୍ଷା ବିଭାଗ ଚେଷ୍ଟା କରିଥାଏ ଏବଂ ଶିକ୍ଷା ହେଉଛି ଆପଣମାନେ ଜାଣିଛନ୍ତି ମେରୁଦଣ୍ଡ ଏବଂ ସେହି ଶିକ୍ଷାଟା ଆମର ଯେଉଁ ଦିବ୍ୟାଙ୍ଗ ପିଲା ଛୁଆମାନେ ଅଛନ୍ତି ସେମାନେ ମଧ୍ୟ ଏଥିରୁ ପରିବାର ନୁହନ୍ତି, ସେମାନଙ୍କୁ ମଧ୍ୟ ସାମିଲ କରାଯାଇଛି ଏବଂ ସେମାନଙ୍କର ଭିତରେ ଲୁକାୟିତ ରହିଥିବା ଯେଉଁ ପ୍ରତିଭା ଗୁଡ଼ାକ ରହିଛି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ତାଙ୍କର କ୍ରୀଡ଼ା ଆଜି ପ୍ରତିଯୋଗିତା ହେଉଛି ଜିଲ୍ଲା ସ୍ତରୀୟ। ଏଥିରେ ଆମର 6ଟା ବ୍ଲକରୁ ପ୍ରତ୍ୟେକ ବ୍ଲକରୁ 50 ଜଣ ଲେଖା ସେମାନେ ବ୍ଲକ ସ୍ତରରୁ ଚୟନ ହୋଇକରି ଆସିଛନ୍ତି ଏବଂ ସେମାନେ ମଧ୍ୟ ତାଙ୍କର ଯେଉଁ ଦକ୍ଷତା ଅଛି ଆଜି କ୍ରୀଡ଼ା ଦେଖାଇବେ ଏବଂ ଆଶା କରିବି ଆପଣଙ୍କର ମାଧ୍ୟମରେ ଏଇଟା ଯେହେତୁ ସବୁ ବ୍ଲକରେ ଆମର ହେଇଛି ଏବଂ ଆମର ଜିଲ୍ଲାରେ ବି ମଧ୍ୟ ହେଇଛି ଏବଂ ବିଗତ ଦିନରେ ଆମର ଜିଲ୍ଲାର ବି ସଫଳତା ରହିଛି ଯେ ସେମାନେ ରାଜ୍ୟ ଜାତୀୟ ସ୍ତରରେ ମଧ୍ୟ ଆମର ଦିବ୍ୟାଙ୍ଗ ଭାଇ ଭଉଣୀମାନେ ସେମାନେ ତାଙ୍କର କୃତିତ୍ୱ ହାସଲ କରିଛନ୍ତି। ଏହି ସୁବାଶିଷ ବାର୍ତ୍ତା ସମସ୍ତଙ୍କୁ ପ୍ରଦାନ କରି ସମସ୍ତେ ନବବର୍ଷ ସୁଖରେ ରୁହନ୍ତୁ ଏଇଟା କାମନା କରୁଛି।